ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ଯୋଜନା କୃଷିର ଉନ୍ନତି ଓ କୃଷକଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟକାରୀ ହେଉଛି। କୃଷକମାନେ ଏହି ଯୋଜନାରେ ଆର୍ଥିକ ସହାୟତା ପାଇ ଖୁସି ଅଛନ୍ତି। ଚଳିତ ମାସ 13 ତାରିଖରେ ପିଏମ୍ କିଷାନ ଯୋଜନାରେ ଏକ କାର୍ଯ୍ୟକ୍ରମ ଢେଙ୍କାନାଳ ଜିଲ୍ଲାର ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲ୍ଲାର ମୋଟ 1,03,753 ଜଣ ଚାଷୀ ଉପକୃତ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ଗୁଆହାଟୀଠାରେ ଆୟୋଜିତ ପିଏମ୍ କିଷାନ ଉତ୍ସବରେ ଦେଶର 9,32 ଲକ୍ଷରୁ ଅଧିକ କୃଷକଙ୍କୁ 22ତମ କିସ୍ତି ସ୍ୱରୂପ ଅର୍ଥରାଶି ହସ୍ତାନ୍ତର କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର 34 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଭାଇ ଭଉଣୀମାନଙ୍କୁ 684 କୋଟି ଟଙ୍କା ହସ୍ତାନ୍ତର କରାଯାଇଥିଲା। ଏହି ଉପଲକ୍ଷେ ଭୁବନେଶ୍ୱର ସ୍ଥିତ OUATର କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 34,24,000 ଯୋଗ୍ୟ ଚାଷୀ ଭାଇ ଭଉଣୀମାନଙ୍କୁ 2,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ। ଏ ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି କହିଛନ୍ତି, ଆମର ଭାରତ ସରକାରଙ୍କର ଗୋଟେ କୃଷକମାନଙ୍କ ପାଇଁ ଯେଉଁମାନଙ୍କର ଜମି ଅଛି ତାଙ୍କ ପାଇଁ ଗୋଟେ ଯୋଜନା କରିଛନ୍ତି। 2019 ମସିହାରୁ ସେ ସୁବିଧା ଆମର ଭାରତର ଚାଷୀମାନେ ପାଉଛନ୍ତି। ସେଟା ହେଲା ପିଏମ୍ କିଷାନ ସମ୍ମାନ ନିଧି। ଏହାର 22ତମ କିସ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ବିତରଣ କଲେ, ଯେଉଁଥିରେ କି ପାଖାପାଖି 9.32 କ୍ରୋର ଚାଷୀଙ୍କୁ କଭର କରାହେଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ରେଜିଷ୍ଟର୍ଡ ଫାର୍ମର ଆ ଭିତରେ 11 କୋଟି ପାଖାପାଖି ଅଛନ୍ତି। ଯେଉଁମାନେ ଚାଷ କରୁଛନ୍ତି ଓମେନ୍ ଫାର୍ମର ପାଖାପାଖି 2.15 କ୍ରୋର ଅଛନ୍ତି। ତାର ଉଦ୍ଦେଶ୍ୟ ରହୁଛି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ କେମିତି ତାଙ୍କର ଯେଉଁ ଇନପୁଟ୍ କିଣୁଛନ୍ତି ସାର ମଞ୍ଜି ଏସବୁ କିଣିବା ପାଇଁ କିଛି ପ୍ରୋତ୍ସାହନ ଦେବା ବା ତାଙ୍କୁ ଟିକେ ସୁବିଧା ଦେବା। ଆମ ଭାରତରେ ଯେଉଁ କ୍ଷୁଦ୍ର ନାମମାତ୍ର ଚାଷୀମାନେ ଅଛନ୍ତି ସେମାନଙ୍କ ପାଖରେ ଯେହେତୁ ସବୁବେଳେ କ୍ୟାପିଟାଲ ନଥାଏ, ତେଣୁ ସେମାନେ ବହୁତ ଗୁଡ଼ିଏ ଜିନିଷ ଯେଉଁଟା ଚାଷରେ କରିବା କଥା ତାକୁ କରିପାରନ୍ତି ନାହିଁ ଏବଂ ଏଥିରେ ଭାରତ ସରକାର 6,000 ଟଙ୍କା ପ୍ରତ୍ୟେକ ଲ୍ୟାଣ୍ଡ ହୋଲ୍ଡରକୁ ଦେଉଛନ୍ତି। ଏପ୍ରିଲ ମେ ଜୁନ ଜୁଲାଇ ପାଇଁ ଗୋଟିଏ, ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର ନଭେମ୍ବର ଏଇ 4 ମାସ ପାଇଁ ଗୋଟିଏ ଥର ଏବଂ ତାପରେ ଡିସେମ୍ବରଠୁ ମାର୍ଚ୍ଚ ପର୍ଯ୍ୟନ୍ତ ଏଇ ଯେଉଁ 4 ମାସ ରହିଲା ତା ଭିତରେ ଗୋଟିଏ ଥର। ଢେଙ୍କାନାଳ ଜିଲ୍ଲାରେ ଜନଗଣନା 2027 ପାଇଁ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଘର ତାଲିକା ପ୍ରସ୍ତୁତି ଓ ଗୃହ ଗଣନା ସମ୍ପର୍କିତ ଏକ 2 ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର ଉଦ୍ଘାଟନ କରିଛନ୍ତି। ଢେଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ ହଲ୍ଠାରେ ପୁଲିସ ପ୍ରଶାସନ ତରଫରୁ ଆୟୋଜିତ ଯୌନ ନିର୍ଯାତନା ନିବାରଣ କର୍ମଶାଳାରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଯୋଗଦେଇ ସଚେତନ କରାଇଥିଲେ। ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉଭୟ କେନ୍ଦ୍ର ଓ ଓଡ଼ିଶା ବଜେଟ୍ 2026-27 ଉପରେ ରାଜ୍ୟସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଥିବା ବେଳେ ଢେଙ୍କାନାଳ ସିଭିଲ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଚଳିତ ମାସ 14 ତାରିଖରେ ଅନୁଷ୍ଠିତ ହୋଇଥିଲା। ଓଡ଼ାପଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଳିତ ଜନ ଅଭିଯୋଗ ଶୁଣାଣିରେ ମୋଟ 54ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା ଏବଂ ରେଡ୍କ୍ରସ୍ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 72,000 ଟଙ୍କାର ସହାୟତା ରାଶିକୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପ୍ରଦାନ କରିଥିଲେ। ଜିଲ୍ଲାକୁ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ପରିଦର୍ଶନରେ ଆସି ଜିଲ୍ଲା ଶିଶୁ ସୁରକ୍ଷା ସମ୍ପର୍କିତ ଅଧିକାରୀମାନଙ୍କ ସହ ଜିଲ୍ଲା ସଦ୍ଭାବନା କକ୍ଷରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନର ଯୋଜନା କମିଟି ବୈଠକରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୁବନ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ 123 ଜଣ ନାମ ପଞ୍ଜୀକରଣ କରିଥିଲେ ଓ ସେଥିମଧ୍ୟରୁ 114 ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ।